नमस्कार बंधुगण आमे शुणुचे मनोज दास लिखित उपन्यास शेषतांत्रिकर सन्धान स्वाभाविक स्वर उच्चारित हिमाद्री बाबा प्रश्न मु तेबे आसिली कहीं केवल मते जे विचित्र मनेहेला ताहा नुहे विसर्गदेव एवं शुभानंद हावभाव बुझीपारि सेमानक पई भी ताहा थिला अप्रत्याशित। विकल दिशिबा सत्वे आप्यायित मने होउथिबा तीनी दूत किंतु हिमाद्री बाबा को नहीं जिबा पई कोनोसी जानवाहन आनी नथिली। हुए तो कापालिकार बिना व्यवस्था से माने किछि ही करि पारु नथिली एवं कापालिकार अवस्था सेतेबेले मुमूर्ष। राजस्थान जो सामंत महाशयंक क्षुद्र किंतु सुंदर अतिथि भवन रे उठिथिले हिमाद्री बाबा तांको कार आसी प्रतिथर ए विरल अतिथिंक व्यवहार सकाशे प्रस्तुत रहुथाए विशेष प्रयोजन नथिबा सत्वे किंतु एथर हिमाद्री बाबांक आगमन थिला अप्रत्याशित। आमको गाड़ीटीए जोगाउथिबा भद्रलोकंक सह मध्य आमे जोगाजोग करि पारिलु नाहु किंतु दुर्गम गिरिकांतार विचारणशील बाबांक पई आमरी सबु अस्वस्तिर तिले मध्य अर्थ नथिला। से रास्ता को ओल्हे पड़िले। बालद कालरे एक मेघल जह्नरात्रि रे मो माँ को पचारिथिबा विषम प्रश्नटीए मने पड़ते मो नीरव हसिली। माँ मेघ सह सारा राति लुचकाली खेली जह्न को सर्दी धरे नाही केमती? हिमालयर प्रायतः दुर्गम मूलकरे परिव्रजरत बहु साधु सन्यासी अनवरत पदचालना सहित क्लांतिर संपर्क थिबा कथा पासोरी देइथांती संभवत। टय कुआड़े हजि जाइथिला। चिन्मयर ओ मोर कौतूहल प्रबल। चुपी चुपी पचारलु शुभानंद एवं विसर्गदेवंकु आमे जाइपारू? बिना द्विधारे उत्तर देले विसर्गदेव। बरं बाबांको जयान्नव सह तुम मानक जोगाजोग इतिहास कही कही चाल परामर्श दिले शुभानंद। आगे आगे तीनी दूत तापरे हिमाद्री बाबांको बेष्टन करी आमे चारिजण चिन्मय एवं मु परस्पर परिपूरक भावरे से कहानी विवृत कलु। गभीर मनोयोग सहकारी से शुणुथांती। मध्य मध्य गति स्थगित रखी आम मुह को अनाई रहुथांती। से कि दिव्य से सुसुलभ कौतूहल अथच उत्कंठा नाही विस्मय बा विरक्ति बा कौनसी प्रतिक्रियार काणीचाए मात्र आभास नाही। तांको घेरी चेनाए गरिमामय परिवेश जेपरी से मामूली वातावरण भितरे कोनी दीपटाए भली आगको भासी चलीथिला। मने पड़िला दिन केतोटी तले ସେହି ରାସ୍ତାରେ ମୋତେ ଆମୋଦିତ କରି ଦଣ୍ଡେ ଅଟକାଇ ରଖିଥିବା ଏକ ଦୃଶ୍ୟ। ଛୋଟ ମିଠେଇ ଦୋକାନ ପିଣ୍ଡାରେ ରସିକ ଦୋକାନୀ ଜଣକ ଗ୍ରାମୋଫୋନ୍ ଯୋଗେ ବିତରଣ କରୁଥାନ୍ତି ଅନୁପମ ଆବିଷ୍କାର ଦୋତକ ଗୋଟିଏ ଗୀତ। ପତଲି କମରି ହାୟ ତିରଛି ନଜରି ହାୟ। ଶ୍ରୋତୃମଣ୍ଡଳୀରେ ଥିଲେ ଜଣେ ଚାହାପାନରତ ସିପାହୀ। ଗୀତଟି ପ୍ରତି ଯାହାଙ୍କ ମନୋଭାବ ସମ୍ଭବତଃ ଥିଲା, ହେ ଏମିତି କେତେ କମରି କେତେ ନଜରି ଦେଖିଛି। ପୁଣ୍ୟକାମୀ ଦୋକାନୀ ସମର୍ପିତ ତୋଡ଼ାଏ ବାସି ରୋଟି ଚର୍ବଣରତ ଷଣ୍ଢ ଗୋଟିଏ ସତେ ଅବା କହୁଥିଲା, ତମ ପ୍ରେମିକାର କଟି ଦେଶ ଦୁର୍ବଳ ଏବଂ ଚାହାଣୀ ବକ୍ର ବୋଲି ଖୁଣି ହେଉଛ ଯେ, କିନ୍ତୁ ଭାବି ଦେଖ ସୃଷ୍ଟିର ସବୁ ପ୍ରାଣୀ କ'ଣ ମୋହରି ଭଳି ସ୍ୱାସ୍ଥ୍ୟଶ୍ରୀ ମଣ୍ଡିତ କମର ବା ତ୍ରୁଟିଶୂନ୍ୟ ନଜରର ଅଧିକାରୀ ହୁଅନ୍ତେ? କପାଳରେ ଯାହା ଜୁଟୁଛି ତାକୁ ନେଇ ତୁଷ୍ଟ ରହ, ପାକୁଳି କରିଚାଲ। ଆରେ ମୁଢ଼େ, ତମ ସମସ୍ତଙ୍କର ସମଗ୍ର ଜୀବନ ହିଁ ଅବିରତ ପାକୁଳି। ବାକି ଯେଉଁ ତିନି ଜଣ ମୁଗ୍ଧ ହୋଇ ଶୁଣୁଥିଲେ ସେମାନଙ୍କ ଭିତରେ ଥିଲେ ଜଣେ ଜଟାଜୁଟଧାରୀ ଓ ଲଗ୍ନପ୍ରାୟ ସନ୍ନ୍ୟାସୀ। ସବୁଠାରୁ ତନ୍ମୟ ଦିଶୁଥିଲେ। ସେ ଗୀତ ସହ ତାଳ ମଧ୍ୟ ଦେଉଥିଲେ। ଏଣେ ଅସମ୍ବାଦିତ ସଜଛେନା ଶୁଭ୍ର ଧାଡ଼ି ଓ ପ୍ରାମାଣ୍ୟ ଜଟାଜୁଟ ପୁଣି ପତଳି କମରି ପ୍ରତି ଏତେ ଅନୁରାଗ।
ମୁଁ କିଞ୍ଚିତ୍ ଚମତ୍କୃତ ହେଲି। ଗୀତର ସମାପ୍ତି ବେଳକୁ ନାୟିକାର ଭୌଗୋଳିକ ବର୍ଣ୍ଣନା ସମ୍ବଳିତ ସେ ଧାଡ଼ି ଗୋଟିକ ଅତି ଉଦ୍ଦାମ ଓ କ୍ଷିପ୍ରଗତିରେ ବାରମ୍ବାର ପୁନରାବୃତ୍ତ ହେବା ପର୍ଯ୍ୟାୟରେ ସନ୍ନ୍ୟାସୀ ମଧ୍ୟ ପୁଲକାତି ଶଯ୍ୟାରେ ଉଠି ପଡ଼ିଲେ ଏବଂ ଯୋଡ଼ହସ୍ତ ଶୂନ୍ୟକୁ ତୋଳି ପ୍ରାୟ ନର୍ତ୍ତନ ଶୈଳୀରେ ଗାୟକ ଗାୟିକାଙ୍କର ସେ ଉଦ୍ଦାମତାର ବ୍ୟାଖ୍ୟା ଘୋଷଣା କଲେ। ଇनको ତ ଭଗବାନ ମିଲ୍ ଗୟା, ଜୟ ଜୟ ଭୋଲାନାଥ। ସେଦିନ ଯାହା ବୁଝିଥିଲି ଆଜି ତାହା ହୃଦୟଙ୍ଗମ କଲି। ବୁଝିଥିଲି ସେ ସନ୍ନ୍ୟାସୀ ତାଙ୍କ ଚତୁର୍ଦିଗସ୍ଥ ବାତାବରଣରେ ରହୁନଥିଲେ। ଚତୁର୍ଦିଗ ରହୁଥିଲା ତାଙ୍କ ନିଜସ୍ୱ ବାତାବରଣରେ। ସେ ବ୍ୟକ୍ତିଗତ ବାତାବରଣରେ ସବୁ ବ୍ୟାପାରର ବ୍ୟାଖ୍ୟା ବଳେ ବଳେ ଭିନ୍ନ ହୋଇଯାଉଥିଲା, ଯାହା ତାଙ୍କ ପାଇଁ ଆନନ୍ଦପ୍ରଦ। ଆଜି ବାଟ ଚାଲୁଥିବା ବେଳେ ପ୍ରତିକ୍ଷଣ ଅନୁଭବ କରୁଥିଲି ହିମାଦ୍ରି ବାବାଙ୍କ ନିଜସ୍ୱ ବାତାବରଣର ବିଭୂତି। ଆଶଙ୍କା ଉଦ୍ବେଗ ରହିତ, ଯାବତୀୟ ଅସୂୟା ବର୍ଜିତ, ଆସ୍ଥା ଓ ଶୁଭେଚ୍ଛାର ଜ୍ୟୋତ୍ସ୍ନା ପ୍ଲାବିତ ତାଙ୍କ ବ୍ୟକ୍ତିତ୍ୱ ବଳୟ। କିନ୍ତୁ ସେ ବ୍ୟକ୍ତିତ୍ୱଟି ସମ୍ପର୍କରେ ଅଦ୍ୟାବଧି ମୋ ଜ୍ଞାନ ବା କେତେ? ସେଦିନ ଆମେ କଳ୍ପନା ମଧ୍ୟ କରିପାରିନଥାନ୍ତୁ ଯେ ହୈମବତୀକୁ କେନ୍ଦ୍ର କରି ଯେଉଁ ନାଟକ ଖୋଲି ଖୋଲି ଯାଉଛି, ନାଟକ ନ କହି ମୁଁ ବରଂ ତାକୁ ପ୍ରଚ୍ଛନ୍ନ କାବ୍ୟ ଭାବରେ ଅଭିହିତ କରିବି। ହିମାଦ୍ରି ବାବା ସେହି ସୃଜନୀର ଏକ ଅନନ୍ୟ ଚରିତ୍ର। ସେ ଆସିଛନ୍ତି ହୈମବତୀ ପ୍ରତି ଗୋଟିଏ ବର୍ଜନୀୟ ତାନ୍ତ୍ରିକ ମାର୍ଗରେ ହିଂସାଚରଣ କରି କାପାଳିକ ନିଜେ ପଡ଼ିଯାଇଥିବା ସଙ୍କଟରୁ ତାକୁ ରକ୍ଷା କରିବା ନିମନ୍ତେ। କାପାଳିକକୁ ନେଇ ଆମେ ବିବୃତି ଶୁଣିସାରି ସେ ପ୍ରଶ୍ନ କଲେ, ମୁଁ ଥରେ ଗାର୍ଗୀ ନାମକ ସେ କନ୍ୟାଟିକୁ ଭେଟିପାରେ? ତାହା ହେବ ଗାର୍ଗୀର ସୌଭାଗ୍ୟ, ମୋର ମଧ୍ୟ, ଉତ୍ତର ଦେଲି। ଆମେ କଙ୍କୋଲରେ ପହଞ୍ଚିଲା ବେଳକୁ ଗଙ୍ଗା ତୀରବର୍ତ୍ତୀ କାପାଳିକର ଆଶ୍ରମକୁ ଆଚ୍ଛନ୍ନ କରିଥିଲା ପତଳା ଅନ୍ଧକାର ସହିତ ବିଷଣ୍ଣତାର ବାତାବରଣ। 5-6 ଜଣ ପୁରୁଷ ତଥା ମହିଳା ସେ କ୍ଷୁଦ୍ର ଆଶ୍ରମର ଅନ୍ତେବାସୀ ବା କାପାଳିକର ସ୍ଥାନୀୟ ଅନୁଗତ। ହିମାଦ୍ରି ବାବାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ତାଙ୍କ ଆଜ୍ଞା ଅପେକ୍ଷାରେ ସନ୍ତର୍ପଣରେ ଠିଆ ହୋଇ ରହିଲେ। ସେମାନଙ୍କୁ କେତୋଟି ପ୍ରଶ୍ନ କରିସାରି ହିମାଦ୍ରି ବାବା ଆମକୁ ଏହି ନିର୍ଦ୍ଦେଶ ଦେଲେ, ଏଠାରେ ଅପେକ୍ଷା ନ କରି ବରଂ ସତୀଙ୍କ ଆତ୍ମବିସର୍ଜନ କୁଣ୍ଡରେ ପ୍ରଣାମ କରିସାରି ଗଙ୍ଗା କୂଳରେ ବୁଲୁଥାଅ। ତାପରେ ସେ କାପାଳିକାର କକ୍ଷ ଭିତରକୁ ପ୍ରବେଶ କଲେ ଯୋଡ଼ିଏ ସେବକ ସେବିକା ସହ। କିନ୍ତୁ ସେ 2 ଜଣ ମଧ୍ୟ ବାହାରି ଆସିବାର ଦେଖାଗଲା। ଅନ୍ଧକାର ଭିତରେ ଆମେ ଦକ୍ଷ ମନ୍ଦିର ଅଭିମୁଖେ ଆଗେଇ ଗଲୁ। ବିସର୍ଗଦେବ, ଶୋଭାନନ୍ଦ ଏବଂ ଚିନ୍ମୟ ସତୀକୁଣ୍ଡ ପାଖରେ ବସି ଧ୍ୟାନ ପାଇଁ ଆଖି ବୁଜିବା ପରେ ପରେ କିଛି ସମୟ ଅପେକ୍ଷା କରି ମୁଁ କିନ୍ତୁ ପଳେଇ ଆସିଲି। ଆଶ୍ରମର ଗଙ୍ଗାମୁଖୀ ବାରନ୍ଦାରେ ନିଶ୍ଚଳ ନିର୍ଜୀବ ମୂର୍ତ୍ତିଟିମାନ ଭଳି ବସିଥାନ୍ତି କାପାଳିକର ଅନୁଗତ ବୃନ୍ଦ। ମୁଁ ଆସିଲି ବିପରୀତ ଦିଗରୁ। କାମଟି ଭଦ୍ରୋଚିତ ନୁହେଁ, ତଥାପି ମୁଁ ହିମାଦ୍ରି ବାବା ପ୍ରବେଶ କରିଥିବା କକ୍ଷର ଉଦ୍ୟାନମୁଖୀ ବାତାୟନ ତଳେ ଛିଡ଼ା ହୋଇ ଉତ୍କଣ୍ଠ ହେଲି। ବୁଝିଲି ସେତେବେଳକୁ ବାବା ଏବଂ କାପାଳିକ ମଧ୍ୟରେ ବାକ୍ୟ ବିନିମୟ ପ୍ରାୟ ଶେଷ ପର୍ଯ୍ୟାୟରେ ଉପନୀତ। ତେବେ କାପାଳିକର କ୍ରନ୍ଦନ ଏବଂ ଅସ୍ପଷ୍ଟ ଆକୁତିର ଉତ୍ତରରେ ବାବା ଯାହା କହୁଥିଲେ ତାହାର ସାରାଂଶ ହେଲା, କାପାଳିକର ଯନ୍ତ୍ରଣା ଭୋଗ ହିଁ ଯେ ଅନିବାର୍ଯ୍ୟ ସେତିକି ନୁହେଁ, ମୃତ୍ୟୁ ମଧ୍ୟ। କାପାଳିକର ମର୍ମନ୍ତୁଦ ଉଚ୍ଛନ୍ନ ମାଗୁଣି, ଆପଣାର ପ୍ରାଣ ରକ୍ଷା। ଶୁଣ ଜୟ, ଏ ମନ୍ତ୍ରଟି ଜପ କରୁଥାଅ ଏକାଗ୍ର ଚିତ୍ତରେ। କିନ୍ତୁ ମନ୍ତ୍ର କାର୍ଯ୍ୟକାରୀ ହେବ ସମାନ୍ତରାଳ ଭାବରେ ତୁମେ ଯଦି ତୁମର ସମସ୍ତ ତନ୍ତ୍ରଶକ୍ତି ମହାମାୟାଙ୍କ ପାଦରେ ସମର୍ପଣ କରିବାର ଅଭିପ୍ସା ଅବ୍ୟାହତ ରଖିପାରିବ। ଯେଉଁ ଶକ୍ତିର ତୀବ୍ର ଅପବ୍ୟବହାର କରି ତମେ ଏକ ମହତ୍ତମ ସିଦ୍ଧି ସହଜରେ ଆୟତ୍ତ କରିନେବାର ଅପଚେଷ୍ଟା କରିଛ, ତମ ତଥାକଥିତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସେଥିରୁ ବଞ୍ଚିତ କରିବା ଅଭିପ୍ରାୟରେ ଗୋଟିଏ ଦେବକନ୍ୟାର ବିନାଶ ସକାଶେ ଯଜ୍ଞ କରି ମହାମାୟାଙ୍କ ହସ୍ତକ୍ଷେପ ଫଳରେ ସେଥିରେ ବିଫଳ ହୋଇଛ, ତାର ସର୍ବନିମ୍ନ ପ୍ରାୟଶ୍ଚିତ ସକାଶେ ସେହି ସମର୍ପଣ ପର୍ଯ୍ୟନ୍ତ ତମେ ତିଷ୍ଠି ରହିବ। ଆଉ ମୋର ସ୍ୱାଭାବିକ ଯୋଗଶକ୍ତିର ଯାହା ସାଧ୍ୟ ତାହା ପ୍ରୟୋଗ କରି ମୁଁ ତୁମକୁ ତୁମ ଅକଥନୀୟ ଯନ୍ତ୍ରଣାରୁ ସିନା ରକ୍ଷା କରିପାରିବି, ଆହୁରି ମଧ୍ୟ ତୁମ
ସ୍ୱପ୍ନର୍ଜିତ ମୃତ୍ୟୁ କିଞ୍ଚିତ୍ ବିଳମ୍ବିତ ସିନା କରିପାରିବି, କିନ୍ତୁ ଏଡ଼ାଇ ଦେଇପାରିବି ନାହିଁ। ଅର୍ଥାତ୍ ତୁମର ଭୟାବହ ଅପରାଧ ତୁମ ନିୟତି ନିର୍ଦ୍ଦିଷ୍ଟ ଦୀର୍ଘାୟୁରେ ବିଭ୍ରାଟ ସୁଜି ମୃତ୍ୟୁଦୂତମାନଙ୍କୁ ଆହ୍ୱାନ ପଠାଇବା ଅନ୍ତେ ପୁନର୍ବାର ତମର ସେ ବିନଷ୍ଟ ଦୀର୍ଘାୟୁ ତମ ଜାତକରେ ପୁନଃସ୍ଥାପିତ କରିବି। ସେଭଳି ଶକ୍ତି ମୋର କାହିଁ ଯେ ମୁଁ ତାହା କରିବି। ଆପଣ କ'ଣ ବା କିପରି କରିବେ ଜାଣେନା, କିନ୍ତୁ ଏତିକି ଜାଣେ, ହେ ମହାତ୍ମା, ଆପଣଙ୍କ ଭିତରେ କରୁଣା ପ୍ରେରିତ ସଂକଳ୍ପର ଉଦ୍ରେକ ହେଲେ ତାହା ବଳେ ବଳେ ହୋଇଯିବ। ସମ୍ଭବତଃ ବହୁଦିନ ପରେ ତୁମେ ଜ୍ଞାନ ଚର୍ଚ୍ଚା କରୁଛ, କିନ୍ତୁ କରୁଣା ପ୍ରେରିତ ସଂକଳ୍ପକୁ ମୁଁ ଟାଣି ଓଟାରି ମୋ ଚେତନାକୁ ଆଣିପାରିବି କି? ତାହା ଆପଣାଛାଏଁ ଉଦ୍ରେକ ହେବ କିମ୍ବା ହେବ ନାହିଁ। ସର୍ବଦା ଏବଂ ଅହେତୁକୀ କରୁଣାର ନିର୍ଝର କେବଳ ମାତ୍ର ଜଣେ, ଯିଏ ତା'ର ଉତ୍ସ, ସେ ଦିବ୍ୟ ଜନନୀ, ସେ ମଧ୍ୟ ମହାମାୟା। ତୁମେ କ'ଣ ଭୁଲି ଯାଉଛ ଯେ କର୍ମଫଳ ସମ୍ପୂର୍ଣ୍ଣ ରହିତ କରିବାର କ୍ଷମତା କୌଣସି ଯୋଗୀ, କୌଣସି ତାନ୍ତ୍ରିକ, କୌଣସି ମହାପୁରୁଷଙ୍କର ନାହିଁ। କେବଳ ଏକମେବ ଦ୍ୱିତୀୟତମ ଦିବ୍ୟ ଶକ୍ତି, କୃଷ୍ଣ ରୂପେ ହେଉ ବା କାଳୀ ରୂପେ ହେଉ, ତାହା କରିପାରେ। ଆପଣ ମୋତେ ଯୋଗ ପଥକୁ ଆଣିଥିଲେ, ମୁଁ ସେ ସୌଭାଗ୍ୟରୁ ଓହରି ଆସି ତନ୍ତ୍ରପଥ ଧରିଲି। କିନ୍ତୁ ଦୁର୍ଭାଗ୍ୟ କଲି ତାର ଦୁରୁପଯୋଗ। କାହିଁକି କଲି ତାହା ଆପଣଙ୍କ ଅଜଣା ନୁହେଁ। ନର୍କ ଭୋଗ ମୋର ପ୍ରାପ୍ୟ, ଭୋଗିବି, କିନ୍ତୁ ଆପଣଙ୍କ କରୁଣା ଲବ୍ଧ ଯୋଗେ ଜ୍ଞାନ, ମୁଁ ଲାଭ କରିଥିବା ତନ୍ତ୍ରଜ୍ଞାନ ସତ୍ମାର୍ଗରେ ସେସବୁର ଉପଯୋଗ କରିବାର ଶେଷ ସୁଯୋଗ ଥରେ ମୋତେ ଦିଅନ୍ତୁ। ହେ କରୁଣାମୟ ବାବା, ବର୍ତ୍ତମାନ ମୃତ୍ୟୁବରଣ ଅର୍ଥ ସବୁ ହେବ ନିଷ୍ଫଳ। ସବୁ ପ୍ରାୟ ନିଷ୍ଫଳ ହୁଏ ନାହିଁ। ଅବଚେତନରେ ରହିବ ସ୍ୱପ୍ନ ସ୍ୱତି ଭଳି। କେତେ ଜନ୍ମ ପରେ ପୁଣି ସେ ସଞ୍ଚୟ ତୁମକୁ ଆଲୋକିତ କରିବ, ସୁଯୋଗ ସନ୍ଧାନରେ ବ୍ରତୀ କରିବ, ଯେମିତି ଗତ ଜନ୍ମରେ ତୁମକୁ କରିଥିଲା। ଆଜ୍ଞା, ଆପଣ କହୁଛନ୍ତି ମୁଁ ପୂର୍ବଜନ୍ମରେ ମଧ୍ୟ ସାଧନାରେ ବ୍ରତୀ ହୋଇ ନିଷ୍ଫଳ ହୋଇଥିଲି। ସାଧନାରେ ବ୍ରତୀ ହୋଇଥିଲ ତହିଁ ପୂର୍ବରୁ। ସେହି ପୁଣ୍ୟରେ ଗତ ଜନ୍ମରେ ପୁଣି ସୁଯୋଗ ପାଇଥିଲ ସେ ପଥରେ ଅଗ୍ରସର ହେବା ନିମନ୍ତେ, କିନ୍ତୁ ପଥଚ୍ୟୁତ ହୋଇଥିଲ। ସେହି ସଂସ୍କାର କଲ୍ୟାଣରେ ଏ ଜନ୍ମରେ ସହଳ ତୁମେ ବହୁ ବିଦ୍ୟା ଆୟତ୍ତ କରିନେଇ ପାରିଥିଲ, କିନ୍ତୁ ଏଥର ଯେଉଁ ଭୟଙ୍କର ଅପରାଧ କଲ, ସେ ଦୃଷ୍ଟିରୁ ଆଉ କେତେ ଜନ୍ମ ପରେ, 12 ବା 15 ବା 20, କେତେ ଘାତ ପ୍ରତିଘାତର ଅଭିଜ୍ଞତା ପରେ ତୁମ ଚେତନାରେ ଅଚେତନ ହୋଇ ପଡ଼ି ରହିବା ଏ ଜନ୍ମର ଉପଲବ୍ଧି ପୁନର୍ବାର ତୁମକୁ ଯୋଗପଥକୁ ଯିବା ନିମନ୍ତେ ଇସାରା ଦେବ। ସେ ଗଣନା ମୋ ଦ୍ୱାରା ସମ୍ଭବ ନୁହେଁ। ଜୟ। ଚପାକଣ୍ଠରେ ଆର୍ତ୍ତନାଦ କଲା କାପାଳିକ। ମୋର ତେବେ ଉପାୟ କ'ଣ ବାବା? 2-3 ଥର ପ୍ରୟାସରେ ସେ ପ୍ରଶ୍ନଟି ସମ୍ପୂର୍ଣ୍ଣ କଲା। ପ୍ରତୀକ୍ଷା, ସଧୈର୍ଯ୍ୟ ପ୍ରତୀକ୍ଷା, କାଳ ତ ଅନନ୍ତ। ପୁନର୍ବାର ଶୁଣାଗଲା କାପାଳିକାର ଆତଙ୍କ ରୁଗ୍ଣ କଣ୍ଠ। ମୋତେ ଆଉ ଥରେ ସୁଯୋଗ ଦିଅନ୍ତୁ ଏହି ଜନ୍ମରେ। ହେ ମହାତ୍ମା, ମୋତେ ବଞ୍ଚିବାକୁ ଦିଅନ୍ତୁ। ମୁଁ ମୋ ବିଦ୍ୟାର ସଦୁପଯୋଗ କରେ। ଆକୁତିର ଏ ପୁନରାବୃତ୍ତି ପରେ ଭଗ୍ନ କଣ୍ଠରେ ସେ ଆହୁରି କେତେ ସମୟ ଧରି ଯାହା କହିଗଲା, ମୁଁ ତାହାର ଅର୍ଥୋଦ୍ଧାର କରିପାରିଲି ନାହିଁ। କିନ୍ତୁ ତାକୁ ଧୈର୍ଯ୍ୟ ଧରିବା ନିମନ୍ତେ, ବ୍ୟାକୁଳ ଓ ଭୟାର୍ତ୍ତ ଭାବ ସମ୍ବରଣ କରିବା ନିମନ୍ତେ ସସ୍ନେହ ପରାମର୍ଶ ଦେଉଥାନ୍ତି ହେମାଦ୍ରି ବାବା। ଧନ୍ୟ ହେମାଦ୍ରି ବାବାଙ୍କ କୃପା ଓ ଧୈର୍ଯ୍ୟ। କିନ୍ତୁ କାପାଳିକର ଉତ୍କଣ୍ଠା ଓ ଆକୁତିର ଅବସାନ ହେବା ତ ଦୂରର କଥା, ସେ ବାଘ ଆଗରେ ଦୈବାତ ପଡ଼ିଯାଇଥିବା ଅସହାୟଟିଏ ଭଳି ଖାଲି କାନ୍ଦିବାକୁ ଲାଗିଲା। ବିଶ୍ୱାସ କରିପାରିଲି ନାହିଁ, ଇଏ କ'ଣ ଦିନ କେତୋଟି ପୂର୍ବର ସେହି ବିକ୍ରମବନ୍ତ ତାନ୍ତ୍ରିକ? ହେମାଦ୍ରି ବାବା ସମ୍ଭବତଃ ସେ ଦୁହିଁଙ୍କ ବାକ୍ୟାଳାପ ଆଉ କେହି ଶୁଣୁଥିବାର ବା ଶୁଣିବାର ସମ୍ଭାବନା ଥିବାର ସନ୍ଦେହ କରୁଥିଲେ। ତେଣୁ ସେ କଥା କହୁଥିଲେ ମୃଦୁ କଣ୍ଠରେ। କିନ୍ତୁ କାପାଳିକ କ୍ରମେ ଅଧିକରୁ ଅଧିକ ଉତ୍ତାଳ ହୁଅନ୍ତେ ଅବଶେଷରେ ସେ ଦୃଢ଼ କଣ୍ଠରେ କହିଲେ, ବେଶ୍, ତୁମ ନିୟତି ନିର୍ଦ୍ଦିଷ୍ଟ ଜାତକ ହିଁ କାର୍ଯ୍ୟକାରୀ ହେବ। ଆଉ ଆତଙ୍କିତ ହୁଅନା। ବର୍ତ୍ତମାନ ଧୀର ସ୍ଥିର ହୋଇ ପଦ୍ମାସନରେ ବସି ମନ୍ତ୍ର ଗୋଟିକ ଜପ କର।
ମୁଁ ମୋ ପରମାୟୁର ଏକ ଅଂଶ ତ୍ୟାଗ କଲେ ହିଁ ତୁମେ ତୁମ ଆସନ୍ନ ମୃତ୍ୟୁରୁ ନିଷ୍କୃତି ପାଇବ। ମୁଁ ତାହା ହିଁ କରିବି। ହିମାଦ୍ରୀ ବାବାଙ୍କ ଏ ଅପ୍ରତ୍ୟାଶିତ ବରଦାନ ମୋତେ ଚମକାଇ ଦେଲା। ମୁଁ ଆତଙ୍କିତ ହେଲି। ତାହା ସମ୍ଭବ ବୋଲି ମୁଁ ଏକାଧିକ ପ୍ରାମାଣ୍ୟ ସ୍ମୃତି କଥାରେ ପଢ଼ିଥିଲି। ସୁନାମଧନ୍ୟ ଇଂରେଜ ତନ୍ତ୍ରବିଦ୍ କଲିକତା ଉଚ୍ଚ ନ୍ୟାୟାଳୟର ବିଚାରକ ସାର୍ ଜନ୍ ଉଡ୍ରଫ୍ ମହୋଦୟଙ୍କ ଦୀକ୍ଷାଗୁରୁ ତନ୍ତ୍ରାଚାର୍ଯ୍ୟ ଶିବଚନ୍ଦ୍ର ତାଙ୍କର ଜଣେ ଭକ୍ତର ଆକୁଳତାରେ ବିଗଳିତ ହୋଇ ମୃତ୍ୟୁପଥଗାମୀ ଗୋଟିଏ ବାଳକକୁ ନିଜ ପରମାୟରୁ ଏକାଂଶ ପ୍ରଦାନ କରି ତାହାର ସ୍ୱାଭାବିକ ଜୀବନଯାତ୍ରା ସମ୍ଭବ କରିଦେଇଥିଲେ। ନିଜେ ପରଲୋକ ଗମନ କରିଥିଲେ ମାତ୍ର 53 ବର୍ଷ ବୟସରେ। ମନ ମୋର ଭରିଗଲା ଗଭୀର ବିଷାଦରେ। ଏହି ଉଦ୍ଧତ ବିପଥଗାମୀ ତାନ୍ତ୍ରିକ ପାଇଁ ହିମାଦ୍ରୀ ବାବାଙ୍କ ଭଳି ଜଣେ ଅସାଧାରଣ ତପସ୍ୱୀଙ୍କ ପରମାୟୁ ହ୍ରାସ ହେବାର ମାନେ କିଛି ହୁଏ? ବୁଝୁଥିଲି, ଯେଉଁମାନେ ଆନ୍ତଃଚେତନାରେ ଅମରତା ଉପଲବ୍ଧି କରିଛନ୍ତି ସେମାନଙ୍କ ସକାଶେ ମୃତ୍ୟୁର ବିଶେଷ ଗୁରୁତ୍ୱ ନଥାଏ। ଯେଉଁମାନେ ମୁକ୍ତାତ୍ମା ସକାଶେ ଭୂପୃଷ୍ଠରେ ଏକ ଏକ ଜନ୍ମ ଆମେ ସ୍ଥାନ ସ୍ଥାନାନ୍ତର ପର୍ଯ୍ୟଟନରେ ଯିବାଠାରୁ ବିଶେଷ ପୃଥକ ମନେ ହୁଏନା। ସ୍ୱେଚ୍ଛାରେ ଅର୍ଥାତ୍ ଆପଣାର ଅହେତୁକ ଆନନ୍ଦରେ ହେଉ ଅଥବା କୌଣସି ପ୍ରତିଶ୍ରୁତି ରକ୍ଷା ସକାଶେ ହେଉ ସେମାନେ ଆସି କିଛି କାଳ ଆମ ଜୀବନଧାରାରେ ନିଜ ନିଜକୁ ସାମିଲ କରି ପ୍ରତ୍ୟେକ ଭାବରେ ବା ପରୋକ୍ଷ ଭାବରେ, ଦୃଶ୍ୟ ଭାବରେ ବା ଅଦୃଶ୍ୟ ଭାବରେ ନିଜ କର୍ତ୍ତବ୍ୟ କର୍ମ ସମାପନ କରି ସ୍ୱକ୍ଷେତ୍ର ପ୍ରତ୍ୟାବର୍ତ୍ତନ କରନ୍ତି। ବହୁ କ୍ଷେତ୍ରରେ ଆମଠାରୁ ସେମାନଙ୍କ ଗୁଣଗତ ସ୍ୱାତନ୍ତ୍ର୍ୟ ବାରିବା ସାଧାରଣ ମଣିଷ ପାଇଁ ସମ୍ଭବପର ମଧ୍ୟ ହୁଏ ନାହିଁ। କିନ୍ତୁ ଏ ତାନ୍ତ୍ରିକ ସାଧାରଣ ଜ୍ଞାନ ଟିକକ ମୁଁ ଅଧ୍ୟୟନ ମାଧ୍ୟମରେ ତଥା ଚିନ୍ମୟ ଶୁଭାନନ୍ଦ କୃପାକ୍ଷମ ଏବଂ ବିସର୍ଗଦେବଙ୍କ ସାନ୍ନିଧ୍ୟରୁ ଆହରଣ କରିଥିବା ସତ୍ତ୍ୱେ ମନ ମାନୁନଥିଲା। କାପାଳିକ ଆଉ 10-20 ବର୍ଷ ବଞ୍ଚିବା ବାବଦରେ ହିମାଦ୍ରୀ ବାବା ତାଙ୍କ ଆୟୁଷରୁ 10-20 ମୁହୂର୍ତ୍ତ ତ୍ୟାଗ କରିବା ଗୋଟିଏ ଛାରପୋକର ପ୍ରାଣ ରକ୍ଷା ସକାଶେ ଏକ ସୁକୁମାର ଶିଶୁ ସେତିକି ଥର ରକ୍ତଦାନ କଲା ଭଳି ଅନର୍ଥକ ଲାଗୁଥିଲା। ବିଦ୍ରୋହୀ ହୋଇ ଉଠୁଥିଲି। ଅଳ୍ପାଲୋକିତ ନିର୍ଜନ ପ୍ରତ୍ୟାବର୍ତ୍ତନ ପଥରେ ହିମାଦ୍ରୀ ବାବାଙ୍କୁ ଯଥାସମ୍ଭବ କେନ୍ଦ୍ରରେ ରଖି ବାଟ ଚାଲୁଥିଲୁ ଆମେ 4 ଜଣ। ହଠାତ୍ ନୀରବତା ଚୁରମାର କରିଦେଇ ମୁଁ ମୋ ଅଜ୍ଞାତ ସାରରେ କହି ଉଠିଲି, ନା ନା ବାବା, ଆପଣ କଦାପି ସେମିତି କରିପାରିବେ ନାହିଁ। ଚମକି ପଡ଼ିଲେ ମୋ ବନ୍ଧୁଗଣ। ଚମକିଲେ ନାହିଁ କେବଳ ହିମାଦ୍ରୀ ବାବା। ବତୀକୁଣ୍ଠର ନିଷ୍ପ୍ରାଣ ଆଲୋକରେ ସେ ଖାଲି ମୋତେ ଥରେ ଦେଖିନେଲେ। ଅପରାଧ କ୍ଷମା କରନ୍ତୁ ବାବା, ମୁଁ ଶୁଣିଦେଲି କାପାଳିକ ଜାହ୍ନବକୁ ଆପଣଙ୍କ ବରଦାନ। ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ସାଙ୍ଗକୁ ଅପ୍ରତିରୋଧ୍ୟ ଦୁଃଖଭରା ପ୍ରତିବାଦ ଓ ଆବଦାର ମୋର କଣ୍ଠରୋଧ କଲା ଏ 2 ଆବେଗର ପ୍ରାବଲ୍ୟ। ଚୁପ୍ ହୋଇଗଲି। ସେତକ ବିନା କାର୍ଯ୍ୟସିଦ୍ଧି ହୋଇନଥାନ୍ତା ବାବୁ। ସ୍ୱାଭାବିକ କଣ୍ଠରେ ତାଙ୍କ ପ୍ରତିକ୍ରିୟା ଜଣାଇଲେ ହିମାଦ୍ରୀ ବାବା। କାର୍ଯ୍ୟସିଦ୍ଧି? ପ୍ରଶ୍ନ କଲି। ସେ ନୀରବ ରହିଲେ, କିନ୍ତୁ ଆମେ ତିନିହେଁ ଉତ୍କଣ୍ଠ ବୋଲି ବୁଝିପାରି କହିଲେ ମୃଦୁସ୍ୱରରେ, ତମରି କାର୍ଯ୍ୟସିଦ୍ଧି। ଟିକିଏ ଚୁପ୍ ରହି ପୁଣି ଅପେକ୍ଷାକୃତ ଗମ୍ଭୀର ଏବଂ ଅର୍ଥପୂର୍ଣ୍ଣ ସ୍ୱରରେ କହିଲେ, ଏକ ଅତି ମହତ୍ କାର୍ଯ୍ୟସିଦ୍ଧି। ଆପାତତଃ ବୁଝାଇ ପାରିବି ନାହିଁ। ସମ୍ଭବତଃ ବୁଝିବ ସମୟକ୍ରମେ। କହିବା ବାହୁଲ୍ୟ, ଏ ଅପ୍ରତ୍ୟାଶିତ ଉତ୍ତର ଆମକୁ ଏତେ ହତଚକିତ କରିଦେଲା ଯେ ଆମେ ଏହା ଉପରେ ଯତ୍ସାମାନ୍ୟ ଆଲୋକପାତ ପାଇଁ ଅନୁରୋଧ କରିବାକୁ ସାହସ କଲୁ ନାହିଁ।